नमस्कार सांग मैंने गुड मॉर्निंग सकाळु सकाळु बिरुन एबे समय हेलानी 9टा पुआ रेडी हो गलानी खाई सारिकी पूरा स्कूल जीवाई बापा शोइछंती बापा को टिके से घसी दौची कहीं बापा एबे जीवे पुणी ता सांगे ता स्कूल बैग तार टिफिन बैग सब धरिकी स्कूल गाड़ी छाड़े तो से बापा को आग टे बापा सेवा कर दे तो बिरुन भल गुण से समस्त दायित्व नब समस्त केयर कर जहाँ जो आवश्यक आनिक दब तो सुनना पूरा खाई पी सारे टिके गड़ी पड़ तापर जीव स्कूल तार सब रेडी कर दे दिन जोटा दिन ठीक हे बोली किछ माने क्या गलु क्या लगलो क्या गला बॉल खेल बुधवार पूर्णिमा मुंडे मते व्यास पूर्णिमा हाँ व्यास पूर्णिमा बुधवार दिन ये रहिबो चल बाय 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 जीव कौन पुओ गलापर एपटे बाबा खाऊं आज पखाड़ भात आलू सारू सिझा लुण लंका लेंबू प्याज एपटे कांकण आलूर भजा तो चलतु सी प्रथम पाग कर खाई दिंतु तापर नना को गरम खाइबा दबा तापर आमे खाइबा पखाड़ गरम जार जहाँ इच्छा तो आलू सारू पागटा हूँ सबुठ बढ़िया बेस्ट खाद्य भात को आलू सारू सिझा पखाड़ भात तो या भल खाद्य खाइबार भात डाली ता संगे सारू आलू सिझा से पड़े पियाज लंका सोरिष तो ये चट्टा हम आउपटे कांकण आलू भजा आउ बरा तो नना दिहला खायापी समय बर्तमान 12टा पुओ गला खाली भजा है आलू सारू सिझा है तो ये तक 12टा बजला नना देदेला खायापी नना खाई दिंतु तापर आम खाइबा पुओ मो सोया कथा ना ना मोर कि एपटे नना को दिखाई खायापी तो आज भातटा नुआ चाउल काली आसला पैकेट चाउल तो आज रंधाई नना खाई कहतु कि ହେଇନି कला पथर थिला बेले आमे सब बेले खाउथलु पैकेट चाउल आउ किंतु गाँव को आसला परे घर चाउल खिया होची आम बिलर धान रु चाउल जो होची तो ये मझे मझे पैकेट चाउल खाइबा आउ घर चाउल खाइबा ना भल भात कलिया है टाण है सब भल हाँ नाना खाई दिंतु काली मु रेडियो लगौली करेन्ट आसु ना आज देखला बेलू को लगे कि करेन्ट आसला गीत बाजिला 12टार गोटे गीत दब ताको शुणा शुणी सारा पर बंद करवा रेडियो मत गीत शुणा भल लगे आपण मानू केमी लगे निश्चिंत कमेंट जनइबे आ घरे से पुराना कंपानी रेडियो अच्छी कमेंट जनइबे कंपानी ना हूँ फिलिप्स फिलिप्स कंपानी सेटा बों बेल रेडियो बो जो बाहर के आसते ये रेडियोटा को आनिक 1988 तो नना दायित्व रखते बोली जमी बों दायित्व रखते सेमती रेडियो को दायित्व रखते से आज बाजुची तो से बो कौन कहते शुणिकी आस बो शोला कि तो एपटे झरका आम लाइट पड़ता काली एपटे लगी जाइए लाइट फाइट आसुनी अंधारिया
ବୋଉ ବୋଉ ନନା ଯେମିତି ତମକୁ ଦାୟିତ୍ୱରେ ରଖିଛନ୍ତି ସେମିତି ତମ ରେଡ଼ିଓକୁ ଦାୟିତ୍ୱରେ ରଖିଛନ୍ତି। ଆଜି କରେଣ୍ଟ ଆସିଲା ବାଜିଲା ନା ମତେ ଟିକେ ଥଣ୍ଡା ହେଇଯାଉଛି। ନାଇଁ ଥଣ୍ଡା କେମିତି ପୁଅ ସେ ତାକୁ ଜ୍ୱର ମଝିରେ ହଉଛି। ଚକଡ଼ା ରଖିବେ ଆଉ ଟିକେ ରଖ ଗୋଟେ ପେଚ ପଡୁଛି ଗାଡିରେ ଏଇ ପକେଇଛି ଏଇ ଗୋଟିଏ ସିଏ ବୋଉଙ୍କ ପାଇଁ କଣ ତ ଏପଟେ ପେଚ ଜାଗାରେ ରଖିଦେବ। ହଁ ଏପଟେ ଆଜି ଥାକଟାକୁ ଟିକେ ସଜାଡ଼ି ଦେଲି ଯାହା ନାହିଁ ତା ସହିତ ଏଦିନ ମୁଁ ତାଙ୍କୁ କହିଲି ମୁଁ କହିଲି ତମର ଗାଡି କାମଟା କେମିତି ଶୀଘ୍ର ବାହା ହବ। ତ ଏପଟେ ଆଜି ବୋଉଙ୍କର ଆଣ୍ଠୁ କାଟୁଥିଲା ବୋଲି ଗଦି ଆସିଥିଲା। ତ ଆଜି ବୋଉ ପୁଅ କାଲି ରାତିରେ ଶୋଇପଡ଼ିଥିଲା ସେଥିପାଇଁ ବୋଉ ଆଜି ଦିନ ବେଳେ ଶୋଇପଡ଼ିଛନ୍ତି। ନା କଣ ଏଇ ଟିକେ ପଡ଼ିବାରେ ଭଲ ଲାଗୁଛି ପରା। ଆଉ ଆଣ୍ଠୁ କାଟିବ ଆଉ କାଟିବ ଶୋଇ ହେଉଛି ଏଠି ଆରାମରେ ଶୋଇବା ଦୁଇଟା ଆସିଲା ମୋ ପାଇଁ ତକିଆ ଦୁଇଟା ଆସିଲା। ତକିଆ ମଳି ହେବନି ବୋଲି ତକିଆ ଖୋଳ ଦୁଇଟା ଦିଆହେଇଛି ତାପରେ ପୁଣି ବେଡ଼ସିଟ୍ ପଡ଼ିଛି। ନହେଲେ ଯେଉଁ କଳା ବୋଉ ଲଗାଉଛନ୍ତି ମୁଣ୍ଡରେ ସବୁତକ ଲାଗିବ ତକିଆ ଏଇଲେ ସିନା ଲାଗୁନି ନନାଙ୍କ ମୁଣ୍ଡରୁ ଲାଗିଯିବ ଆଉ ଏଙ୍କ ମୁଣ୍ଡରୁ ଲାଗିଯିବ। ଆଉ ବୋଉଙ୍କର ସବୁ ଦାୟିତ୍ୱ କାମ ମୋର କିଛି ଦାୟିତ୍ୱ ହେଉନି କିନ୍ତୁ ବୋଉ ସବୁ ଜିନିଷ ସବୁ କାମରେ ଦାୟିତ୍ୱ କରୁଛନ୍ତି ବୋଲି ସବୁ ଜିନିଷ ସୁରକ୍ଷା ପାରୁନାହାନ୍ତି ଯେ ମୁଁ ବି ଜାଣିପାରୁନି କିଛି ମୋର ଭୁଲ ଭାଲ ହେଇଯାଏ। ଦେଖିଆ ଦେଖି ଚାହିଁକି ଦାୟିତ୍ୱ କରିବା ସବୁ ଜିନିଷକୁ ଆଉ ଆଜି ପାଗଟା ଟିକେ ମେଘୁଆ ଅଛି ବର୍ଷା ନାହିଁ ଟିକେ ଖରାଳିଆ ଅଛି। ଟିକେ ଖରାଳିଆ ଅଛି। ତ ପୁଅ ସ୍କୁଲକୁ ପଳେଇଛି ବୋଲି ଖଟରେ ବୋଉ ଶୋଇଛନ୍ତି। ପୁଅ ବୋଉଙ୍କୁ ଶୁଆଇଦେବ ତା ବାବାଙ୍କୁ ଶୁଆଇଦେବ। ବାବା ଟିକେ ଗଡ଼ି ପଡ଼ୁନ ଗଡ଼ି ପଡ଼ିଲେ ଆଉ ଉଠିପାରିବିନି ମୁଁ ଯିବି ମୋର ଚିଠି ପତ୍ର ଗୁଡ଼ା। ତ ବାବା ଏବେ ଘରେ ହେଇଛନ୍ତି ରାଜା ସାନ ପୁଅ ନାହିଁ। ରାତିରେ ବାଟି ହଉନି ରାତିରେ ଆମେ ଶୋଇଲୁ ମା ପୁଅ ଖଟ ଉପରେ ତା ବାବା ଶୋଇଲେ ତଳେ। ତାଙ୍କୁ ଏ ଘରେ ଡର ଲାଗିବ ବୋଲି ବୋଉ ପଳେଇ ଆଇଲେ ଏ ଘରକୁ। ବୋଉ ତମ ପୁଅ କେତେ ଡର କଣ ପାଇଁ? ତାକୁ ଡର ପାରେ ତାକୁ ଘରେ ଡର କିନ୍ତୁ ବାଟ ରାତିରେ ଆସିବ ଚଢ଼େଇବନି ଡର ନାହିଁ। ହେଇଟା ବୋଉଙ୍କୁ ଗୋଡ଼ ତଳେ ଏଠି ବୋଉଙ୍କୁ ଗୋଡ଼ ଆଉ ହେଇଟା ଦଉଛି ଆମେ ଗୋଡ଼ ପୋଛୁଛୁ ଉପରକୁ ଉଠୁଛୁ ତ ଏଇ ଗୋଟେ ଭଲ ପାଉଛି। ଏମିତି କାଲି ରାତିରେ ଏଇଠି ଏମିତି ଶୋଇଥିଲେ ଆମେ ପୁଅର ମୋର ଶୋଇଥିଲୁ ଖଟ ଉପରେ। ଦେଖିଲା ବେଳକୁ ମୋ ପୁଅ ଏମିତି ଶୋଇଛି ଏକାଠି ଉଠି ଶୋଇଛି ମୁଁ କହିଲି କ'ଣ କରିବ ତମ ପୁଅ ଶୋଇପଡ଼ିଥିଲେ ଏମିତି ତାଙ୍କୁ ଘର ଭିତରେ ଡର ଲାଗିଲା ଡରୁ ପୁରା ଟିକେ। ତ ଚାଲ ନନା ଖାଇକି ଆସନ୍ତୁ ଆମେ ଖାଇବା ପିଇବା। ଏଇଟା ଆଖି କ'ଣ କରୁଛୁ? ଉଠ ଉଠ ପଡ଼ି 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 ଉଠୁ ଉପରକୁ ଉଠୁ ଉଠୁନ ଉପରକୁ ଇଏ କ'ଣ ଭଲ ଉଠୁ ଠିଆ ଆଜି ସ୍କୁଲରେ କ'ଣ ହେଲା ସବୁ? ବଲ୍ବ କ'ଣ ପାଠ ପଢ଼ା ହେଲା? ବଲ୍ବ ଭଲ କ'ଣ ପାଠ ପଢ଼ା ହେଲା? ଭଲ ଟିଫିନ୍ ଖାଇଥିଲୁ ସବୁ? ନା ଖାଇନଥିଲୁ? ନା ଭଲ ହେଲା ନା ଠିକରେ କହୁନୁ ଇଏ କ'ଣ କଥା? ଖାଇଛି। ଧନ ସ୍କୁଲରୁ ଆସିଲା ପରେ ଯାଇକି ଟିକେ ଦାଣ୍ଡ ପଟେ ଖେଳିଲା ପୁରା ହାଲିଆ ହେଇକି ପୁରା ରନ୍ କରିକି ଆସିଲା ଆଉ ଜିତିଲା ପୁରା ହଁ ଜିତିକି ଆସିଲା। ଆସିକି ଟିକେ ବିସ୍କୁଟ ଖାଇକି କ'ଣ ଟିକେ ପଢ଼ାପଢ଼ି କରିବ ଆଉ। ତ ଏବେ ଆଜି ମୋର ରୋଷେଇ ଶେଷ। ଆଜି ମୁଁ ଗ୍ୟାସରେ ବସେଇଥିଲି କାବୁଲି ବୁଟ ମାନେ ବଡ଼ ସୋଲା ବୁଟ ତରକାରୀ ତରକାରୀ କରିଦେଇଛି ଆଜି ଆଉ ରୁଟି କରିଦେଇଛି। ତ ଆଜି ଦ୍ୱିପହରୁ ଆଜି ଶୋଇନି। How are you? I am ready. How are you? I am young. I am fine. You are fine. You are so fat. I am so fat. I am thin. You are so I am fat. an old woman. You are old. 15 years. मुझे 50 देखा मुझे 34 देखा। I am 50 years old. ହଁ ଚାଲ ଏବେ କ'ଣ ଟିକେ ପାଠ ପଢ଼ିଦିଅ ତାପରେ ଖାଇ ପିଇକି ଶୋଇପଡ଼ିବା। କାଲି ଛୁଟି ଅଛି ନା? କାଲି କୋଉ ଛୁଟି? ବାହୁଡ଼ା
ବାହୁଡ଼ା ମାନେ କ'ଣ? ବାହୁଡ଼ା ମାନେ କ'ଣ? ଗୁଣ୍ଡିଚା ମନ୍ଦିର ଜଗନ୍ନାଥ ଆସିବେ ପୁରୀ ମନ୍ଦିର ବାହୁଡ଼ିବେ। ତାଙ୍କ ମନ୍ଦିରକୁ ବାହୁଡ଼ିକି ଆସିବେ। ବାପା ଆସିଲେ ଏଠି ତ ଏବେ ମୋର ତରକାରୀ ହେଇଯାଇଥିଲା ରେଡ଼ି। ଏବେ ଗରମ ମସଲା ପକେଇକି ଆଉ ଟିକେ ଭଲ ଭାବରେ ଏପଟ ଏପଟ କରିଦେଇକି ନନାଙ୍କୁ ପ୍ରଥମେ ଦେବା ଖାଇବା ପାଇଁ। କାହିଁକିନା ଏବେ ସମୟ 8ଟା ହେଲାଣି ତ ନନାଙ୍କୁ ଦେବେ। ନନାଙ୍କର ଜଲ୍ଦି ଖାଇବା, କେଉଁଦିନ କେମିତି ଲେଟ୍ ହୁଏ, ନହେଲେ ନନାଙ୍କୁ ଜଲ୍ଦି ଦେଇଦେଲେ ନନା ଖାଇବେ। ତ ନନାଙ୍କର ରୁଟି, ଆଉ ନନାଙ୍କ ରୁଟି କେମିତି ଛିଣ୍ଡା ହେଇକି ମାନେ 4 ଖଣ୍ଡ କରିକି ଯାଉଛି। ଆଉ ଟିକେ ପିଆଜ ଆଜିର ତରକାରୀ ରୁଟି କେମିତି ହେଇଛି ଗରମ ଭଲ ଅଛି ନା ସିଝିଛି। ଏବେ ମୋ ଧନ ପୁରା ନିଦରେ ଶୋଇପଡ଼ିଲାଣି। ଆଉ ହାତରୁ ଘଣ୍ଟା ବି ଖୋଲା ହେଇନି। ହାତରୁ ଘଣ୍ଟାଟାକୁ ଖୋଲିଦେବା। ଦିନ ଯାକ ସ୍କୁଲ ଯାଇକି ମୋ ଧନ ପୁରା ହାଲିଆ। ସିଆଡ଼ୁ ବୁଲି ଶୁଅ, ମାମା ଶୋଇବ। ପୁଅ ସେପଟକୁ ବୁଲି ଶୁଅ। ତଳକୁ ଗୋଟେ ତକିଆ ପକେଇଲୁନି, ମୁଣ୍ଡ କ'ଣ ହେଇଯିବ। ବୁଲି ଶୁଅ ସେପଟକୁ। ଶୋଇପଡ଼ିଲୁଣୁ ଧନ, ଶୋଇପଡ଼ିଲୁଣୁ। ହଉ ଶୋଇପଡ଼। ମୁଁ ବାସନ ଧୋଇକି ଆସିବା ଭିତରେ ମୋ ଧନ ଶୋଇପଡ଼ିଲାଣି। ହଉ ଶୋଇପଡ଼। ସାଙ୍ଗମାନେ ବିରନ୍ଦ ଶୋଇପଡ଼ିଲା, ତାକୁ ଦିନ ଯାକ ହାଲିଆ ହେଇକି। ତ ଆମେ ବି ଏବେ ଶୋଇପଡ଼ିବା। ତ ଆଜିର ଭିଡ଼ିଓକୁ ଏଠି ରଖିବା। ଆପଣମାନଙ୍କୁ ଆଜିର ଭିଡ଼ିଓ କେମିତି କ'ଣ ଲାଗିଲା ମୁଁ ନିଶ୍ଚିନ୍ତ କମେଣ୍ଟରେ ଜଣାଇବେ। ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ଭୁଲିବେନି। ଏଇଠି ରହିଗଲେ ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ନମସ୍କାର, ଜୟ ମା ମଙ୍ଗଳା, ଜୟ ଜଗନ୍ନାଥ।